ରାଜଧାନୀରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଅଗ୍ନିକାଣ୍ଡ। ଅଡିଟୋରିୟମରେ କ୍ଲାସ ଚାଲିଥିବା ବେଳେ ଲାଗିଗଲା ନିଆଁ। ଅଳ୍ପକେ ବର୍ତ୍ତି ଯାଇଛନ୍ତି 65 ଜଣ ଛାତ୍ରଛାତ୍ରୀ। ଖବର ପାଇ ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁରେ ଫସିଥିବା 65 ପିଲାଙ୍କୁ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନି। ଆଜି ପ୍ରାୟ 11:54 ସମୟରେ ତମାଣ୍ଡା ଫାୟାର ଷ୍ଟେସନ ଗୋଟେ ଫାୟାର କଲ୍ ରିସିଭ୍ କରିଥିଲା। ଗୋଟେ ଘରୋଇ କଲେଜର ସେକେଣ୍ଡ ଫ୍ଲୋରରେ ଥିବା ଗୋଟେ ଅଡିଟୋରିୟମରେ ନିଆଁ ଲାଗିଯାଇଥିଲା। ତ ଖବର ପାଇବା ମାତ୍ରେ ତତ୍କ୍ଷଣାତ୍ ଆମର ତମାଣ୍ଡା ଫାୟାର ଷ୍ଟେସନ ଗୋଟେ ୟୁନିଟ୍, ଷ୍ଟ୍ରାଇକିଂ ଫୋର୍ସର ଦୁଇଟା ୟୁନିଟ୍, ଭୁବନେଶ୍ୱର ଫାୟାର ଷ୍ଟେସନ ଗୋଟେ ୟୁନିଟ୍ ଇମିଡିଏଟଲି ସିନ୍ ଅଫ୍ ଫାୟାରକୁ ପ୍ରୋସିଡ୍ କଲେ। ପହଞ୍ଚିବା ମାତ୍ରେ ସେମାନେ ସେ ଉକ୍ତ ଅଡିଟୋରିୟମରେ ଫାୟାର ଫାଇଟିଂ ଷ୍ଟାର୍ଟ କଲେ। ସାଇମଲ୍ଟେନିୟସଲି ସେମାନେ ଥାର୍ଡ ଫ୍ଲୋରରେ ଆହୁରି ଶୁଣିବା ପାଇଲେ ଥାର୍ଡ ଫ୍ଲୋରରେ କିଛି ଲୋକ ଟ୍ରାପ୍ ହେଇକି ଅଛନ୍ତି। ସେଠି ଆମର ଆଉ ଗୋଟେ ଟିମ୍ ଇମିଡିଏଟଲି ଥାର୍ଡ ଫ୍ଲୋରକୁ ପହଞ୍ଚିଲା। ଥାର୍ଡ ଫ୍ଲୋରକୁ ପହଞ୍ଚିକି ସେଠି 65 ଜଣ ଲୋକ ସେଠି ଟ୍ରାପ୍ ହେଇକି ଥିଲେ। ତାଙ୍କୁ ଆମ କର୍ମଚାରୀମାନେ ଷ୍ଟେୟାରକେସ୍ ମାଧ୍ୟମ ଦେଇକି ତାଙ୍କୁ ସେଫଲି ଇଭାକୁଏଟ୍ କରିକି ତଳକୁ ନେଇ ଆସିଲେ। ଇତିମଧ୍ୟରେ ଜଣାପଡ଼ିଲା ଯେ ସେମାନଙ୍କ ଭିତରୁ ଜଣେ ସଫୋକେଟେଡ୍ ହେଇକି ଅଛନ୍ତି। ଇମିଡିଏଟଲି ତାକୁ ଆମ୍ବୁଲାନ୍ସ ମାଧ୍ୟମରେ ପ୍ରାଇମେରୀ ଟ୍ରିଟମେଣ୍ଟ ପାଇଁ ତାକୁ ହସ୍ପିଟାଲ ପଠା ଦିଆଗଲା। ଇତିମଧ୍ୟରେ ସବୁଯାକ ଯେତିକି ଫାୟାର ଫାଇଟିଂ ଟିମ୍ଟା ଫାୟାର ଫାଇଟିଂ କମ୍ପ୍ଲିଟ୍ କଲା ଏବଂ କମ୍ପ୍ଲିଟଲି ଏକ୍ସଟିଂଗୁଇଶ୍ କଲା। ବର୍ତ୍ତମାନ ଯୋଉ ଇଭାକୁଏଟ୍ ହେଇଥିଲେ ସେମାନେ ପ୍ରାୟ ଖବର ଅନୁସାରେ ସେମାନେ ସମସ୍ତେ ସେଫ୍ ଅଛନ୍ତି। ଭୁବନେଶ୍ୱରରୁ ସଲତ ରାଉତଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।